ରମ୍ଧା ଶାସନର ନୃସିଂହ ପୂଜା ଅନୁଷ୍ଠିତ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ରମ୍ଧା ଶାସନରେ ନୃସିଂହ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ନୃସିଂହ ପୂଜା 1985 ମସିହାରେ ସ୍ୱର୍ଗତ ପଣ୍ଡିତ ଗୁରୁପ୍ରସାଦ ଦାସ ଏବଂ ସ୍ୱର୍ଗତ ବୃନ୍ଦାବନ ନନ୍ଦ, ସ୍ୱର୍ଗତ ରଘୁନାଥ ଦାସ ପ୍ରମୁଖ ଆରମ୍ଭ କରିଥିଲେ। ଏହି ପୂଜାରେ ବହୁ ଲୋକ ମାନସିକ କରି ଲାଭବାନ ମଧ୍ୟ ହୋଇଛନ୍ତି। ରବିବାର ସକାଳେ 10:35 ସମୟରେ ଗ୍ରାମର ସାନ୍ତାଣୀ ପୋଖରୀରେ ଘଟ ଉତ୍ତୋଳନ କରାଯାଇଥିଲା। ମୁଖ୍ୟ କର୍ତ୍ତା ଏବଂ କର୍ତ୍ତୀ ଭାବେ ଚିତ୍ତରଞ୍ଜନ ଦାସ ଏବଂ ତାଙ୍କ ଧର୍ମପତ୍ନୀ ତିଳୋତ୍ତମା ଦାସ କାର୍ଯ୍ୟ ତୁଲାଇଥିଲେ। ନୃସିଂହଙ୍କର ଷୋଡ଼ଶ ଉପଚାର ପୂଜା ସହିତ ନ୍ୟାସ ଆଦି ଗୁରୁ ପୂଜା, ସୂର୍ଯ୍ୟ ପୂଜା, ପିତୃମାତୃ ପୂଜା ହୋଇ ନୃସିଂହ ମନ୍ତ୍ରରେ 108 ଘୃତ ଆହୁତି ହୋମଯଜ୍ଞ ହୋଇଥିଲା। ପଣ୍ଡିତ ଅଜୟ କୁମାର ପଣ୍ଡା, ପଣ୍ଡିତ ରଘୁନାଥ ଦାସ ଏହି ନୃସିଂହ ପୂଜା ରୀତିନୀତି ସମ୍ପନ୍ନ କରିଥିଲେ। କୈଳାସ ଦାସ, ସୁରେଶ ଦାସ, ସୌମ୍ୟରଞ୍ଜନ ଦାସ, ରବୀନ୍ଦ୍ର ରଥ, ଭକ୍ତରଞ୍ଜନ ଦାସ, ଫାଲ୍ଗୁନୀ ଦାସ, ପରେଶ ଚନ୍ଦ୍ର ଦାସଙ୍କ ସମସ୍ତେ ସହଯୋଗ କରିଥିଲେ। ସନ୍ଧ୍ୟାରେ ଆରତୀ ଦର୍ଶନ ହେବା ପରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁ କୃପା ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ। ବାହାନଗାରୁ ଶିଶିର ରାୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।